ମହାଭାରତର କଥା ଉଠିଲେ ଆମ ମନକୁ ଅନେକ ମହାନ ଯୋଦ୍ଧାଙ୍କ ନାମ ଆସେ। କିନ୍ତୁ ଆଜିର ଏହି ବିଶ୍ଳେଷଣରେ ଆମେ ଏପରି ଜଣେ ବ୍ୟକ୍ତିତ୍ୱଙ୍କ କଥା ଆଲୋଚନା କରିବାକୁ ଯାଉଛୁ, ଯାହାଙ୍କ ଜୀବନ କେବଳ ଏକ ସାଧାରଣ କାହାଣୀ ନୁହେଁ, ବରଂ କର୍ତ୍ତବ୍ୟ, ଅସାଧାରଣ ରଣନୀତି ଏବଂ ନୈତିକତାର ଏକ ଜଟିଳ ସମୀକରଣ। ଗୁରୁ ଦ୍ରୋଣ ଜଣେ ଅଦ୍ୱିତୀୟ ଯୋଦ୍ଧା ଏବଂ ଶିକ୍ଷକଙ୍କର ଏକ ଏପରି ଯାତ୍ରା ଯେଉଁଠି ତାଙ୍କର ପ୍ରତିଭା ଏବଂ ତାଙ୍କର ନୈତିକ ଆପୋଷ ବୁଝାମଣା ସବୁବେଳେ ସାମ୍ନାସାମ୍ନି ହୋଇଛି। ଆସନ୍ତୁ ଏହି ଚିତ୍ତାକର୍ଷକ କାହାଣୀ ଭିତରକୁ ସିଧାସଳଖ ପ୍ରବେଶ କରିବା। ଟିକେ ଚିନ୍ତା କରନ୍ତୁ ତ, ବୃତ୍ତିଗତ କର୍ତ୍ତବ୍ୟ କେବେ ଆମର ବ୍ୟକ୍ତିଗତ ନୈତିକ ବିଶ୍ୱାସଠାରୁ ବଡ଼ ହୋଇପାରିବ କି? ଏହା କେବଳ ଏକ ପୁରାତନ ଦର୍ଶନ ନୁହେଁ, ବରଂ ଏକ ଏପରି ଦ୍ୱନ୍ଦ୍ୱ ଯାହା ଆଜିର ଆଧୁନିକ ଦୁନିଆରେ ମଧ୍ୟ ପ୍ରାସଙ୍ଗିକ। ଗୁରୁ ଦ୍ରୋଣାଙ୍କ ପୁରା ଜୀବନ ଯେମିତି ଗୋଟିଏ ପ୍ରଶ୍ନ ଚାରିପଟେ ଘୂରି ବୁଲୁଥିଲା। ଏହି କାହାଣୀ ଆମକୁ ଚିନ୍ତା କରିବାକୁ ବାଧ୍ୟ କରିବ ଯେ କର୍ମକ୍ଷେତ୍ରର ନିୟମ ଓ ନିଜର ଆଦର୍ଶ ଭିତରୁ କାହାକୁ ବାଛିବା ଠିକ୍। ଆଜିର ଏହି ଆଲୋଚନାରେ ଆମେ ମୁଖ୍ୟତଃ 6ଟି ଦିଗ ଉପରେ ନଜର ପକାଇବା। ତାଙ୍କର ଉତ୍ପତ୍ତି ଓ ପ୍ରତିଜ୍ଞା, ଜଣେ ଗୁରୁ ଭାବରେ ତାଙ୍କର ଆପୋଷ ବୁଝାମଣା, କର୍ତ୍ତବ୍ୟ ଓ ନୈତିକତା ଭିତରେ ଥିବା ସଂଘର୍ଷ, ବ୍ୟୁହ ରଚନାରେ ତାଙ୍କର ଅସାଧାରଣ ଦକ୍ଷତା, ଯୁଦ୍ଧରେ ଅନ୍ତିମ ଧର୍ମ ସଙ୍କଟ ଏବଂ ଶେଷରେ ଆଜିର ସମୟରେ ତାଙ୍କର ଐତିହ୍ୟ। ପ୍ରଥମ ଅଧ୍ୟାୟ ଉତ୍ପତ୍ତି ଏବଂ ପ୍ରତିଜ୍ଞା, ଦାରିଦ୍ର୍ୟରୁ କ୍ଷମତା ଅନ୍ୱେଷଣ ପର୍ଯ୍ୟନ୍ତ। ସବୁକିଛି ଆରମ୍ଭ ହୁଏ ଋଷି ଭରଦ୍ୱାଜଙ୍କ ଆଶ୍ରମରୁ। ପିଲାଦିନର ସାଙ୍ଗ ରାଜା ଦ୍ରୁପଦଙ୍କ ପାଖକୁ ଯେତେବେଳେ ଦ୍ରୋଣ ସାହାଯ୍ୟ ମାଗିବାକୁ ଗଲେ, ପ୍ରତିବଦଳରେ ତାଙ୍କୁ ମିଳିଲା କେବଳ ଘୋର ଅପମାନ। ଟିକେ ଭାବିଲେ, ନିଜ ଗରିବୀ କାରଣରୁ ଯେତେବେଳେ ପୁଅ ଅଶ୍ୱତ୍ଥାମାକୁ ସାଙ୍ଗମାନେ ଅଟାପାଣି ମିଶା କ୍ଷୀର ପିଆଇ ଉପହାସ କଲେ, ଜଣେ ବାପା ହିସାବରେ ଏହା ତାଙ୍କୁ କେତେ ବାଧି ନଥିବ। ବାସ୍, ଏହି ଦାରିଦ୍ର୍ୟ ଏବଂ ଅପମାନ ହିଁ ଥିଲା ସେହି ନିଆଁ ଯାହା ତାଙ୍କୁ ମହାମୁନି ପରଶୁରାମଙ୍କ ପାଖରେ ପହଞ୍ଚାଇଲା ଏବଂ ସବୁ ଦିବ୍ୟ ଅସ୍ତ୍ରଶସ୍ତ୍ର ହାସଲ କରିବାକୁ ପ୍ରେରଣା ଦେଲା। ଆଚ୍ଛା, ଆଉ ଗୋଟେ ବହୁତ କୌତୂହଳପୂର୍ଣ୍ଣ କଥା ହେଉଛି ତାଙ୍କର ନାମ। ଦ୍ରୋଣ ଶବ୍ଦର ପ୍ରକୃତ ଅର୍ଥ ହେଉଛି ଏକ ପାତ୍ର, ବାଲ୍ଟି ବା ତୁନୀର। ଏହା ତାଙ୍କର ସେହି ଅସାଧାରଣ ଜନ୍ମ ଆଡ଼କୁ ଇସାରା କରେ, କାରଣ ସେ କୌଣସି ସାଧାରଣ ମାତୃଗର୍ଭର ନୁହେଁ, ବରଂ ଆଶ୍ରମର ଏକ ପାତ୍ର ଭିତରେ ବିକଶିତ ହୋଇ ଜନ୍ମ ନେଇଥିଲେ। ବାସ୍ତବରେ ଏକ ଅଦ୍ଭୁତ ଆରମ୍ଭ। ଦ୍ୱିତୀୟ ଅଧ୍ୟାୟ ରାଜଗୁରୁଙ୍କର ଆପୋଷ ବୁଝାମଣା, କୁରୁ ରାଜକୁମାରମାନଙ୍କୁ ଗଢ଼ିବା। ବର୍ତ୍ତମାନ ଏହି ବିରୋଧାଭାସକୁ ଟିକେ ଗଭୀର ଭାବେ ଦେଖିବା। ଗୋଟିଏ ପଟେ ପାଣ୍ଡବମାନଙ୍କ ପ୍ରତି, ଖାସ୍ କରି ଅର୍ଜୁନଙ୍କ ପ୍ରତି ତାଙ୍କର ଅପାର ସ୍ନେହ ଥିଲା, ପୁରା ଜଣେ ବାପା ନିଜ ପୁଅକୁ ଭଲ ପାଇବା ପରି। କିନ୍ତୁ ଅନ୍ୟପଟେ କ'ଣ ଥିଲା? କୁରୁ ସିଂହାସନ ଏବଂ ଦୁର୍ଯ୍ୟୋଧନଙ୍କ ପ୍ରତି ତାଙ୍କର କଠୋର ଓ ବାଧ୍ୟତାମୂଳକ କର୍ତ୍ତବ୍ୟ, କାରଣ ସେହି ରାଜପରିବାର ହିଁ ତାଙ୍କୁ ଖରାପ ସମୟରେ ଆଶ୍ରୟ ଦେଇଥିଲା। ଏହି ଆନ୍ତରିକ ଭଲପାଇବା ଏବଂ ବାହ୍ୟ କର୍ତ୍ତବ୍ୟର ଛକାପଞ୍ଜା ତାଙ୍କୁ ସାରା ଜୀବନ ଶାନ୍ତିରେ ରହିବାକୁ ଦେଇନଥିଲା। ଏବଂ ଏହି ଦ୍ୱନ୍ଦ୍ୱର ସବୁଠାରୁ ବିଷାଦମୟ ଉଦାହରଣ ହେଉଛି ଏକଲଭ୍ୟଙ୍କ ଘଟଣା। କେବଳ ମାଟିର ମୂର୍ତ୍ତି ଗଢ଼ି ନିଜର ନିଷ୍ଠା ଓ ଚେଷ୍ଟାରେ ଜଣେ ଶ୍ରେଷ୍ଠ ଧନୁର୍ଦ୍ଧର ହୋଇପାରିଥିବା ଏହି ଆଦିବାସୀ ଯୁବକଙ୍କୁ ଦ୍ରୋଣ ଶେଷରେ କ'ଣ ମାଗିଲେ? ଦକ୍ଷିଣା ସ୍ୱରୂପ ତାଙ୍କ ଡାହାଣା ହାତର ବୃଦ୍ଧାଙ୍ଗୁଳି। କାହିଁକି? କେବଳ ନିଜ ପ୍ରିୟ ଛାତ୍ର ଅର୍ଜୁନଙ୍କୁ ସର୍ବଶ୍ରେଷ୍ଠ ପ୍ରମାଣିତ କରି ରଖିବା ପାଇଁ ଏବଂ ରାଜପରିବାରର ସ୍ୱାର୍ଥ ରକ୍ଷା କରିବା ପାଇଁ। ଏଠାରେ ଜଣେ ବିଦ୍ୱାନ ଗୁରୁଙ୍କର ନୈତିକତା ପୂରାପୂରି ପ୍ରଶ୍ନବାଚୀ ଘେରରେ ଠିଆ ହୋଇଯାଏ। ତୃତୀୟ ଅଧ୍ୟାୟ କର୍ତ୍ତବ୍ୟ ଏବଂ ନୈତିକତା ମଧ୍ୟରେ ଆବଦ୍ଧ ଅନୁଗତ୍ୟର ଚକ୍ରବ୍ୟୁହ। ଏବେ ଆସନ୍ତୁ ସେହି ଦୁର୍ଭାଗ୍ୟପୂର୍ଣ୍ଣ ଦିନ କଥା ବିଚାର କରିବା। ରାଜସଭାରେ ସମସ୍ତଙ୍କ ଆଗରେ ଯେତେବେଳେ ଦ୍ରୌପଦୀଙ୍କର ଅପମାନ ଏବଂ ବସ୍ତ୍ରହରଣ କରାଯାଉଥିଲା, ସେତେବେଳେ ଜଣେ ମହାନ ଗୁରୁ ହୋଇ ମଧ୍ୟ ଦ୍ରୋଣ ସମ୍ପୂର୍ଣ୍ଣ ନୀରବ ଥିଲେ। କାରଣ କ'ଣ ଥିଲା ଜାଣନ୍ତି? କେବଳ ସେହି ଗୋଟିଏ ଭୟ, ନିଜ ମାଲିକ ବା କୌରବମାନଙ୍କ ବିରୋଧରେ ସ୍ୱର ଉତ୍ତୋଳନ କିପରି କରିବେ। ତାଙ୍କର ଏହି ନୀରବତା ପ୍ରମାଣ କରେ ଯେ ରାଜନୈତିକ ଆନୁଗତ୍ୟର ଭାର ଆଗରେ ତାଙ୍କର ନୈତିକ ସ୍ୱର କେତେ ଦୁର୍ବଳ ହୋଇଯାଇଥିଲା। ଏହା ସହିତ ଆଉ ଏକ ମାନସିକ ସଂଘର୍ଷ ତାଙ୍କ ଭିତରେ ଅହରହ ଚାଲିଥିଲା। ଜନ୍ମରୁ ସେ ଜଣେ ବ୍ରାହ୍ମଣ। ବ୍ରାହ୍ମଣର ମୂଳ ଲକ୍ଷ୍ୟ ହେଉଛି ଆଧ୍ୟାତ୍ମିକତା, ଶିକ୍ଷା ଓ ଅହିଂସା। କିନ୍ତୁ କର୍ମରେ ସେ ପାଲଟି ଯାଇଥିଲେ ଜଣେ ଭୟଙ୍କର ଯୋଦ୍ଧା, ଯାହାଙ୍କୁ ରଣକ୍ଷେତ୍ରରେ ନିର୍ଦ୍ଦୟ ଭାବରେ ହିଂସ୍ର କାର୍ଯ୍ୟ କରିବାକୁ ପଡ଼ୁଥିଲା। ଏହି ଆଧ୍ୟାତ୍ମିକ ବନାମ ହିଂସ୍ର ଦ୍ୱନ୍ଦ୍ୱ ତାଙ୍କ ବ୍ୟକ୍ତିତ୍ୱକୁ ସର୍ବଦା ଆନ୍ଦୋଳିତ କରୁଥିଲା। ଚତୁର୍ଥ ଅଧ୍ୟାୟ ଯୁଦ୍ଧକ୍ଷେତ୍ରର ବ୍ୟୁହ ରଚନାରେ ଦକ୍ଷତା, ପ୍ରାଚୀନ ଯୁଦ୍ଧରେ ରଣନୈତିକ ଚମତ୍କାରିତା। ଯଦିଓ ତାଙ୍କର ନୈତିକ ନିଷ୍ପତ୍ତିଗୁଡ଼ିକ ବିବାଦୀୟ ଥିଲା, କିନ୍ତୁ ଜଣେ ସେନାପତି ଭାବରେ ତାଙ୍କର ରଣନୀତି ଥିଲା ଅବିଶ୍ୱସନୀୟ। କୁରୁକ୍ଷେତ୍ର ଯୁଦ୍ଧର 1400 ଦିନରେ ଅର୍ଜୁନଙ୍କ କ୍ରୋଧରୁ ଜୟଦ୍ରଥଙ୍କୁ ବଞ୍ଚାଇବା ପାଇଁ ସେ ଏକ ମିଶ୍ରିତ ବ୍ୟୁହ ରଚନା କରିଥିଲେ।
ଆଗରେ ଶକଟ ବା ଗାଡ଼ି ଆକାରର ବ୍ୟୁହ, ତା ପଛକୁ ପଦ୍ମଫୁଲ ଭଳି ଏକ ସୁରକ୍ଷା ବଳର ଏବଂ ଶେଷରେ ସବୁଠୁ ସୁରକ୍ଷିତ ସ୍ଥାନରେ ଶୃଙ୍ଗାଟକ ବ୍ୟୁହ। ଏହା ପ୍ରାଚୀନ ଯୁଦ୍ଧର ରଣନୀତିର ଏକ ଅଦ୍ଭୁତ ନମୁନା ବୋଲି ନିଶ୍ଚିତ ଭାବରେ କୁହାଯାଇପାରିବ। ଆଉ ଏବେ ଅଭିମନ୍ୟୁଙ୍କ ମୃତ୍ୟୁର କାରଣ ପାଲଟିଥିବା ସେହି ପ୍ରସିଦ୍ଧ ଚକ୍ରବ୍ୟୁହର ଷ୍ଟେପ୍ଗୁଡ଼ିକୁ ଟିକେ ବୁଝିବା। ପ୍ରଥମେ ସବୁଠୁ ବିପଦଜନକ ଯୋଦ୍ଧା ଅର୍ଜୁନଙ୍କୁ ଯୁଦ୍ଧକ୍ଷେତ୍ରରୁ କୌଶଳରେ ଦୂରେଇ ନେବା। ଦ୍ୱିତୀୟରେ ପାଣ୍ଡବମାନଙ୍କୁ ଘେରିବା ପାଇଁ ସେନାର ଏକ ବଡ଼ ଜାଲ ବିଛାଇବା ଏବଂ ତୃତୀୟରେ ଫାଶରେ ପଡ଼ିଥିବା ଶତ୍ରୁ ଉପରେ ଚାରିଆଡ଼ୁ ଏକାସାଙ୍ଗରେ ଆକ୍ରମଣ କରିବା। ଏହା ନିର୍ଦ୍ଦୟ ଥିଲା ସତ, କିନ୍ତୁ ଯୁଦ୍ଧର ଲଜିକ୍ସ ହିସାବରେ ଏହା ସମ୍ପୂର୍ଣ୍ଣ ନିଖୁଣ ଥିଲା। ପଞ୍ଚମ ଅଧ୍ୟାୟ, ଅନ୍ତିମ ନୈତିକ ସଙ୍କଟ, କୁରୁକ୍ଷେତ୍ର ଯୁଦ୍ଧର ନିର୍ଣ୍ଣାୟକ ମୋଡ଼। ତାପରେ ଯୁଦ୍ଧର ସେହି ନିର୍ଣ୍ଣାୟକ ମୋଡ଼ ଆସିଲା ଯେତେବେଳେ ଦ୍ରୋଣ ସବୁ ନୈତିକ ସୀମା ପାର କରିଗଲେ। ଅତ୍ୟନ୍ତ ରାଗ ଆଉ ହତାଶାରେ ସେ ବ୍ରହ୍ମାସ୍ତ୍ର ଭଳି ଏକ ସର୍ବନାଶକାରୀ ଦିବ୍ୟ ଅସ୍ତ୍ରକୁ ସାଧାରଣ ପଦାତିକ ସୈନ୍ୟମାନଙ୍କୁ ଉପରେ ପ୍ରୟୋଗ କରିଦେଲେ। ଭାବନ୍ତୁ ତ, ଏହା ଏମିତି ଏକ କଥା ଯେମିତି ସାଧାରଣ ଲୋକଙ୍କ ଉପରେ କହି ପରମାଣୁ ବୋମା ପକାଇଦେବ। ଏହା ପ୍ରାଚୀନ ଯୁଦ୍ଧ ନିୟମର ସମ୍ପୂର୍ଣ୍ଣ ଉଲ୍ଲଂଘନ ଥିଲା, ଯାହା ସ୍ପଷ୍ଟ କରେ ଯେ ନିରନ୍ତର ଯୁଦ୍ଧ କାରଣରୁ ତାଙ୍କର ମାନସିକ ସ୍ଥିତି କେତେ ତଳକୁ ଖସିଯାଇଥିଲା। ଆଉ ଠିକ୍ ଏହି ସମୟରେ ଘଟିଲା ସେହି ଚମତ୍କାର ଯାହା ପୂରା ଖେଳକୁ ବଦଳାଇଦେଲା। ସବୁବେଳେ ସତ କହୁଥିବା ଧର୍ମରାଜ ଯୁଧିଷ୍ଠିର ଆସି କହିଲେ, ଅଶ୍ୱତ୍ଥାମା ନିହତ ହାତୀଟି, ଅର୍ଥାତ୍ ଅଶ୍ୱତ୍ଥାମା ନାମକ ହାତୀର ମୃତ୍ୟୁ ହୋଇଛି। ଏହା ଏକ ଅତି ଚତୁରତାର ସହ କୁହାଯାଇଥିବା ଅର୍ଦ୍ଧ ସତ୍ୟ ଥିଲା, କିନ୍ତୁ ଯେହେତୁ କଥାଟି ଯୁଧିଷ୍ଠିରଙ୍କ ମୁହଁରୁ ବାହାରିଥିଲା, ଦ୍ରୋଣ ଏହାକୁ ନିଜ ପୁଅର ମୃତ୍ୟୁ ବୋଲି ସତ ମାନିନେଲେ ଏବଂ ଭିତରୁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଲେ। ନିଜର ଏକମାତ୍ର ପ୍ରିୟ ପୁଅର ମୃତ୍ୟୁ ଖବର ତାଙ୍କୁ କିପରି ଶୂନ୍ୟ କରିଦେଲା ତାହା ବାସ୍ତବରେ ହୃଦୟ ବିଦାରକ। ସେହି ରକ୍ତାକ୍ତ ଯୁଦ୍ଧକ୍ଷେତ୍ର ମଝିରେ ସେ ନିଜର ସବୁ ଅସ୍ତ୍ରଶସ୍ତ୍ର ପକାଇଦେଲେ ଏବଂ ଶାନ୍ତିରେ ଗଭୀର ଧ୍ୟାନରେ ବସିଗଲେ। ଆଉ ଠିକ୍ ଏତିକିବେଳେ ତାଙ୍କର ପୁରୁଣା ଶତ୍ରୁ ରାଜା ଦ୍ରୁପଦଙ୍କ ପୁଅ ଧୃଷ୍ଟଦ୍ୟୁମ୍ନ ସବୁ ନିୟମ ଭାଙ୍ଗି ଏକ ନିରସ୍ତ୍ର ଅବସ୍ଥାରେ ତାଙ୍କର ଶିରଚ୍ଛେଦ କରିଦେଲେ। ଏହିଭଳି ଭାବରେ ଜଣେ ଅପରାଜୟ ସେନାପତିଙ୍କର ଏକ ଅତ୍ୟନ୍ତ ଦୁଃଖଦ ଓ ବିବାଦୀୟ ଅନ୍ତ ଘଟିଲା। ଷଷ୍ଠ ଅଧ୍ୟାୟ, ଆଧୁନିକ କୋଚିଂରେ ଐତିହ୍ୟ, ଭାରତରେ ସାଂସ୍କୃତିକ ପ୍ରଭାବ। ଆଜିର ସମୟକୁ ଯଦି ଆମେ ଆସିବା, ଦ୍ରୋଣଙ୍କ ଐତିହ୍ୟ ଏବେ ବି ଆମ ସମାଜରେ ଖୁବ୍ ଜୀବିତ। ଭାରତ ସରକାର ପ୍ରତିବର୍ଷ କ୍ରୀଡ଼ା କ୍ଷେତ୍ରରେ ସର୍ବୋତ୍ତମ ପ୍ରଶିକ୍ଷକ ବା କୋଚ୍ମାନଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଦେଇ ସମ୍ମାନିତ କରନ୍ତି। ଏହାର ଅର୍ଥ ହେଉଛି ତାଙ୍କ ଚରିତ୍ରରେ ଯେତେ ବି ଦୋଷ ତ୍ରୁଟି ଥାଉ ନା କାହିଁକି, ଶିକ୍ଷାଦାନ ଓ ଛାତ୍ରମାନଙ୍କୁ ଶ୍ରେଷ୍ଠ କରି ଗଢ଼ିବାରେ ତାଙ୍କର ଯେଉଁ ନିଷ୍ଠା ଥିଲା, ତାହାକୁ ଆଜି ବି ଆମେ ଉତ୍କର୍ଷତାର ସର୍ବୋଚ୍ଚ ମାନଦଣ୍ଡ ଭାବରେ ଗ୍ରହଣ କରୁଛୁ। ଖାଲି ସେତିକି ନୁହେଁ, ଆମେ ସମସ୍ତେ ଗୁରୁଗ୍ରାମ ସହର ବିଷୟରେ ନିଶ୍ଚୟ ଶୁଣିଥିବା। ଐତିହାସିକ ବିଶ୍ୱାସ ଅନୁଯାୟୀ କୁରୁ ରାଜକୁମାରମାନଙ୍କୁ ଯୁଦ୍ଧ ଶିକ୍ଷା ଦେଇଥିବାରୁ ଉପହାର ସ୍ୱରୂପ ଗୁରୁ ଦ୍ରୋଣଙ୍କୁ ଏହି ସ୍ଥାନ ମିଳିଥିଲା। ଗୁରୁଙ୍କ ଗ୍ରାମରୁ ଏହା ଆଜି ଗୁରୁଗ୍ରାମ ନାମରେ ପରିଚିତ ହୋଇଛି, ଯାହା ତାଙ୍କର ଏହି ପ୍ରାଚୀନ ଐତିହାସିକକୁ ଭୌଗୋଳିକ ଭାବରେ ଆମ ସାମ୍ନାରେ ଅମର କରି ରଖିଛି। ଆମେ ଆମର ଏହି ରୋଚକ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଛେ, କିନ୍ତୁ ଯିବା ପୂର୍ବରୁ ଏକ ଗଭୀର ପ୍ରଶ୍ନ ବିଷୟରେ ଆମେ ସମସ୍ତେ ଭାବିବା ଉଚିତ। ଦ୍ରୋଣଙ୍କ ସମ୍ପୂର୍ଣ୍ଣ ବୃତ୍ତିଗତ ନିଷ୍ଠା ଏବଂ ଅସାଧାରଣ ରଣନୈତିକ ଜ୍ଞାନ କ'ଣ ତାଙ୍କର ସେହି ଗଭୀର ନୈତିକ ତ୍ରୁଟିଗୁଡ଼ିକୁ ଲୁଚାଇ ପାରିବ କି? ଜଣେ ମଣିଷ ନିଜର ଦାୟିତ୍ୱ ତୁଲାଇବା ପାଇଁ ନିଜ ବିବେକ ସହ କେତେ ଦୂର ପର୍ଯ୍ୟନ୍ତ ସାଲିସ କରିପାରିବ? ଏହି ମହାନ ଗୁରୁଙ୍କ ଜୀବନ ବାସ୍ତବରେ ଆମକୁ ଏ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରେ। ଆଶା କରୁଛୁ ଏହି ଆଲୋଚନା ନିଶ୍ଚୟ ଏକ ନୂଆ ଦୃଷ୍ଟିକୋଣ ପ୍ରଦାନ କରିଥିବ। ସମୟ ଦେଇଥିବାରୁ ଅନେକ ଧନ୍ୟବାଦ।